ତମେ ପାମ୍ପଡ଼ ବିକେଇ ପାଇଁ ଆଣିଛ କ'ଣ ଢଗ ବୋଲଛ ସେଇଟା କୁହ। ପାମ୍ପଡ଼ ଭଜା ଖାଇଲେ ମଜା, ହାତକୁ ହାଲୁକା, ପାଟିକି ମଶା ମାସେ, ପେଟ ଇଞ୍ଜିନ କରେ ସେପ, ମାତ୍ର 10 ଟଙ୍କା, ଗୋଟିଏ ନିଅନ୍ତୁ, ଫାଳେ ଖାଆନ୍ତୁ, ଗ୍ଲାସ ପାଣି ପିଅନ୍ତୁ, 8 ଘଣ୍ଟା ଚୂଡ଼ା ଜଳଖିଆ ଭାତକୁ ଭୁଲି ଯାଆନ୍ତୁ, କୋଠା ଉପରେ କୋଠା କର ଆଉଛି ମହାପଳୟ, ସମୁଦ୍ର ମଝିରେ 9ଟା ବମ ଖଞ୍ଜା ହେଇଛି, ଏକାଥରେ ଫୁଟିବ, ପାଣି ସବୁ ଉଠିବ, ପୁରୀ ଯାକ ଲାଗିବ, ସମସ୍ତେ ଟୁବୁଟୁ ହବ, ଅଣ୍ଡା ଖାଇ ଭଣ୍ଡା ଗଛରେ ରହିବ, ଅଣ୍ଡା ଖାଇ ସମସ୍ତଙ୍କ ଧନ ସମ୍ପତ୍ତି ନେଇକି ଆୟସ କରିବି। ବାଃ 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 ବଢିଆ। ଆଉ ଗୋଟେ ହେଇଯାଉ। ହଁ ଆଉ ଗୋଟେ ରାତିରେ ବଣିଆ ଗୋଡ଼ ମୁଦି, ହାତ ମୁଦି, କାନ ଫୁଲ, ରିଙ୍ଗ, ପେଣ୍ଡି ଫୁଲ, ଫୁଲ ଧରା ଚେନ୍, ଚୁଡ଼ି, ଭାଉଜ ନଗେଇଛି, ନଣନ୍ଦ ଝୁରୁଛୁ, ସାନ ଝିଅ ବାରିଆଡ଼େ ବସି କାନ୍ଦୁଛୁ, ବାବୁଣୀ କତିରେ ପଇସା ନାହିଁ, ବାବୁ ଦରମା ପାଇନାହାନ୍ତି, କହୁଛନ୍ତି ବାକି ଦେଇଯା, ଅଳ୍ପ ଧନ ବିକଳ ମନ, ଖରା ତରା ନାହିଁ, ବୁଲୁଛୁ ବାଟ, ଖରା ଗଲାଣି ତରା ହେଲାଣି, ବାବୁଆଣୀ ଯଦି ରଖୁଛ ରଖ, ନହେଲେ ନାହିଁ ଜଲ୍ଦି ଜଲ୍ଦି ଟିକେ ବିଦା କର, ଆଜି ହେଉଛି ଅନ୍ତପୁର ହାଟ, ସଉଦାପତ୍ର ନେବି କେତେବେଳେ, ରୋଷେଇ ହେବ କେତେବେଳେ, ଖାଇବି କେତେବେଳେ, ଶୋଇବି କେତେବେଳେ, ସକାଳୁ ଯଦି ନ ଯାଉଛି ଛାଞ୍ଚୁଣି ମୁଠାରେ ପାହାର ଖାଉଛି, 3ଟା ଝିଅ 2ଟା ପୁଅ। ବାଃ ବାଃ ବାଃ। ମଉସା ତାଙ୍କ ପାମ୍ପଡ଼ ଆଣିଥିଲେ, ତାଙ୍କ ବଢ଼ିଆ ମାନେ କଥାବାର୍ତ୍ତା ପୁରା ବଢ଼ିଆ।